ଆପଣ ସନ୍ଧ୍ୟା ବେଳକୁ ରାଜନୀତିରେ କିଛି ଲୁଚାଛପା ନାହିଁ। ଆଜି ଭୋଟ ବୁଥ କେନ୍ଦ୍ରରେ ଯେଉଁ ପ୍ରଦର୍ଶନ ଚାଲିଛି ଗୋଟେ ୱାନ୍ ସାଇଡେड ଭୋଟ ହେଉଛି। ପାର୍ଲାମେଣ୍ଟ ଭୋଟ ବିଧାନସଭା ଭୋଟ ୱାନ୍ ସାଇଡେड ହେଉଛି। ଏଇଟା ଆପଣଙ୍କର ଯେଉଁ ରିପୋର୍ଟର ଅଛନ୍ତି ସେମାନଙ୍କୁ ଆପଣ ପଛରେ ଫିଡବ୍ୟାକ୍ ନେଇଯାଆନ୍ତୁ ଏବଂ ଇଭିନିଂରେ ଆପଣ 6ଟା ପରେ ଟୋଟାଲ ଫିଡବ୍ୟାକ୍ ନେବା ଦରକାର ନାହିଁ। ଏବେ ଫିଡବ୍ୟାକ୍ ନେଇଯାଆନ୍ତୁ, ଆପଣ ଜାଣିବେ ଯେ ଭୋଟଟା ଗୋଟେ ୱାନ୍ ସାଇଡେଡ୍ ହେଉଛି ବିଜେପି ସପକ୍ଷରେ। ବିଧାନସଭା ମଧ୍ୟ ଅଧିକାଂଶ ବିଧାନସଭାରେ ୱାନ୍ ସାଇଡେଡ୍ ଭୋଟ ହେଉଛି ଏବଂ କ୍ଲିଅର ଭିଜିବୁଲ୍ ହେଉଛି ଯେ ବିଜେପି ଅଧିକାଂଶ ବିଧାନସଭା ଜିତୁଛି ଏବଂ ମାନେ ନେକ୍ ଟୁ ନେକ୍ ଫାଇଟ୍ରେ ବହୁତ କମ୍ ଜାଗାରେ ମାରୁଛୁ। ଆଉ ୱାନ୍ ସାଇଡେଡ୍ ଭୋଟ ହେଉଛି, ଏଇଟା କ୍ଲିଅର ଭିଜିବୁଲ୍ ହେଉଛି। ତାଙ୍କ ନିଜ ଦଳ କଥା ଚିନ୍ତା କରନ୍ତୁ। ତାଙ୍କ ଦଳର ନେତା କିଏ ହେବେ? ତାଙ୍କ ଦଳର ତ ନେତା ମିଳୁନାହାନ୍ତି, ଗୁମାସ୍ତା ରାଜନୀତି କରୁଛନ୍ତି। ଆମର ପାର୍ଲାମେଣ୍ଟ ପାର୍ଟି ଡିସାଇଡ୍ କରିବ କିଏ ମୁଖ୍ୟମନ୍ତ୍ରୀ ହେବ। ଆମର ଗୋଟେ ବ୍ୟବସ୍ଥା ଅଛି। ଆପଣ ମଧ୍ୟପ୍ରଦେଶ, ରାଜସ୍ଥାନ, ହିମାଚଳ, ଯେତେ ଛତିଶଗଡ଼ ସବୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ କେମିତି ଚୟନ ହୁଏ, ପାର୍ଲାମେଣ୍ଟ ପାର୍ଟି କେମିତି ମୁଖ୍ୟମନ୍ତ୍ରୀ ବ୍ୟବସ୍ଥା ବାଛେ, ଏଇଟା ଆମେ ସମସ୍ତେ ଦେଖିଛନ୍ତି। ଏଥିରେ କିଛି କନଫ୍ୟୁଜନ୍ ନାହିଁ। ସେମାନେ ବିଜେପି ବିଷୟରେ ବିଜେପି କ'ଣ ତାକୁ ଜାଣିବାକୁ ଆହୁରି ତାଙ୍କୁ 2-3 ଜନ୍ମ ନେବାକୁ ପଡ଼ିବ। ବିଜେପି କ'ଣ କରେ, ବ୍ୟବସ୍ଥା କ'ଣ। ସେମାନେ ଯେଉଁ ଦଳରେ ଅଛନ୍ତି ସେ ଦଳରେ ସେମିତି କିଛି ବ୍ୟବସ୍ଥା ନାହିଁ। ତାଙ୍କ ଦଳରେ ସେମାନେ ଜାଣିପାରୁନାହାନ୍ତି ମୁଖ୍ୟମନ୍ତ୍ରୀ କେମିତି ବଛାଯାଏ, କ'ଣ କରାଯାଏ। ଆଉ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ କରିବ ସେ ବିଷୟ ବିଜେପିର ବ୍ୟବସ୍ଥା ଯେଉଁ ଅଛି, ପାର୍ଲାମେଣ୍ଟ ପାର୍ଟି ଅଛି, ଶୀର୍ଷ ନେତୃତ୍ୱ ଅଛନ୍ତି, ପ୍ରଧାନମନ୍ତ୍ରୀ ଅଛନ୍ତି, ଗୃହମନ୍ତ୍ରୀ ଅଛନ୍ତି, ରାଷ୍ଟ୍ରୀୟ ସଭାପତି, ସେମାନେ ବସିକି ଆମର ପୁରା ଯେଉଁ ଟିମ୍ ଅଛି ସେ ଟିମ୍ ନିଷ୍ପତ୍ତି କରିବ।